ଭୋଗରାଇରେ ଲକ୍ଷ୍ମୀ ବସ୍ ସେବା ଠପ୍। ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ 50ଟି ପଞ୍ଚାୟତର 6ଟି ଲକ୍ଷ୍ମୀ ବସ୍ ଚାଲୁଅଛି। ଲୋକେ ବହୁ ଉପକୃତ ହେଉଥିଲେ। ଦୀର୍ଘ 15 ମାସ ହେଲା ବସ୍ ଚଳାଇ ମାସକୁ ଦରମା ମଧ୍ୟ ପାଉଥିଲେ ଡ୍ରାଇଭରମାନେ। ମାତ୍ର ଏହି ଟଙ୍କାରୁ ଅଧିକ କରିବା ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କର ଦାବି କେହି ଶୁଣି ନଥିବାରୁ ଆଜି ସମସ୍ତ ଗାଡ଼ିକୁ ବନ୍ଦ ରଖିଛନ୍ତି ଡ୍ରାଇଭରମାନେ। ଯେ ପର୍ଯ୍ୟନ୍ତ ସେମାନଙ୍କର ଦରମା ବଢ଼ା ନଯିବ ସେ ପର୍ଯ୍ୟନ୍ତ ଏହିଭଳି ବସ୍ ସେବା ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ଏବଂ 3 ଦଫା ଦାବି ନେଇ ଡ୍ରାଇଭର ସଂଘ କହିଲେ ଯେ ସେ ଯିବେନି କେন ମୁଁ ଆଉ ଜାଣିବି କାଲି बस आम बंद करूँ यार कारण हूँ आम 3 दफा दाबी रखीचु जोटा हूँ सैलरी गोटे हूँ प्रॉब्लम सठिक टाइम रे सैलरी ठीक आसी पहुँची पारुनी आम पाखु को मास 3 दिन लेट को मास 4 दिन लेट आउ द्वितीय कथा है आउ गोटे कथा हूँ जोटा आम सैलरी से कहते माने आमको पेमेंट कर 18,000 किंतु एक्चुअली 18,000 कटि कुटिकी 13,000 केते आसूची यार सठिक माने हिसाब सैलरी आज 15 मास गलानी यार सैलरी सठिक हिसाब बर्तमान सुधा मिल पारुनी आम जते थर पेमेंट स्लिप मागिचु सेते थर पेमेंट स्लिपटा ठीक भाव में आम पाखरे पहुँची पारिनी।